एकादशी महात्म्य। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयेत गिरिं यत्कृपातमहं वन्दे परमानन्दमाधवम्। श्रीकृष्ण चरणे शरण जे सर्वशुभर कारण, ଯାହାକୁ ଆଶ୍ରୟ କରି ସାଧୁ ତରେ ଦୁସ୍ତର ଭବ ସିନ୍ଧୁ। ଆଶ୍ରୟ କରି ଯେଉଁ ପଦ ଧ୍ରୁବ ପାଇଲେ ଧ୍ରୁବ ପଦ, ଦ୍ରୌପଦୀ ଯେଉଁ ପଦ ଚିନ୍ତି ତରିଲେ ଯେତେକ ବିପତ୍ତି। ଯାହା ସେବାରୁ ଅପବର୍ଗ ଆପେ ମିଳଇ କିବା ସ୍ୱର୍ଗ। ଏମନ୍ତ ପ୍ରଭୁ ଛାଡ଼ି ନରେ କିମ୍ପା ଭ୍ରମୁଛ ଅନ୍ୟଠାରେ। ପୁଷ୍ପରେ ଫଳ ବୃଦ୍ଧି ଛାଡ଼ି ଶ୍ରୀକୃଷ୍ଣ ପାଦ ପଦ୍ମେ ପଡ଼ି। କର୍ଦ୍ଦମ ପୟ କିମ୍ପା ଧର ଛାଡ଼ି ପୀୟୁଷ ପଦ୍ମାକର। ଅଥବା କେହେ ବନିବାରି ନିଜ ପ୍ରକୃତି ପରିହରି। ବଳର ସମୟଙ୍କ ଚିତ ଶରଣ ମୋର ଗୋପୀନାଥ। ଦେଖି ପ୍ରାଣୀଙ୍କ ପାପ ବୃତ୍ତି ଦୁଃଖିତ ହେଲେ ପଶୁପତି। ନିର୍ବର୍ତ୍ତି ନିୟତେ ଦୁର୍ଗତି ପାପ ସୁକୃତ ବିଚାରନ୍ତି। ତପସ୍ୟା ତୀର୍ଥ ବ୍ରତ ଦାନ ନ କରେ ଏସା ପଦମନ। ଏମାନେ ଏହା କି କରିବେ ଗୃହ ଧନ ହିଁ ନ ଛାଡ଼ିବେ। କେଥିବ ଅନାୟାସ ଚିତ୍ତ ନାଶିବ ପାତକ ସମସ୍ତ। ନିଶ୍ଚୟ ଜନେ ଯିବେ ନାଶ ଯେବେ ନ ହେବ ଉପଦେଶ। ଏତେ ବିଚାରି ଯୁଧିଷ୍ଠିର ସନ୍ଦିଗ୍ଧ ମନ କରି ସ୍ଥିର। ସଂସାର କର୍ତ୍ତା ଧର୍ମ ସେତୁ ସେହି ଜାଣିବେ ଏଥି ହେତୁ। ଏହି ସିଦ୍ଧାନ୍ତ ନୃପ କରି ଶ୍ରୀ ବାସୁଦେବଙ୍କୁ ସୁମରି। କହିଲେ ବନ୍ଦୀ ଦାମୋଦରେ ଯେଥିଲା ସନ୍ଦେହ ହୃଦରେ। ଶୁଣି ପ୍ରଶଂସି ବାସୁଦେବ ବୋଇଲେ ଶୁଣ ନରଦେବ। ଅଛନ୍ତି ମୋର ଏକାଦଶୀ ସେହି ସକଳ ପାପ ଧ୍ୱଂସୀ। ତାମସ ନୋହେ ବ୍ରତ ଦାନ ଯଜ୍ଞ ତପସ୍ୟା ପୁଣ୍ୟ ଜ୍ଞାନ। ଶୁଣି ସାନନ୍ଦ ଯୁଧିଷ୍ଠିର ବୋଲନ୍ତି ଦେବ ଦାମୋଦର। ମୋ ପ୍ରତି କର ଅନୁଗ୍ରହ ଶୁଣିବି ବିଶେଷ ସଂଗ୍ରହ। ତୁଟୁ ମୋ ହୃଦୟ ସଂଶୟ ପ୍ରସରି କର ପାପ କ୍ଷୟ। କହନ୍ତି ରାଜା ଯୁଧିଷ୍ଠିର ଶୁଣ ହେ ପ୍ରଭୁ ଦାମୋଦର। ଆଷାଢ଼ ଶୁକ୍ଳ ଏକାଦଶୀ ନାମେ କି ଏଥି ବିଧି ମିଶି। ଶ୍ରୀକୃଷ୍ଣ ଉବାଚ ପଣ୍ଡୁନନ୍ଦନେ ପଚାରନ୍ତେ ଅଚ୍ୟୁତ କହନ୍ତି ସାକ୍ଷାତେ। ଆଷାଢ଼ ଶୁକ୍ଳ ଏକାଦଶୀ ନାମେ କାମିକା ବୋଲି ଭାସି। ସେ ମହାପୁଣ୍ୟ ମୋକ୍ଷ ଦାନୀ ଯେ କରେ ସର୍ବ ପାପ ହାନି। ଯାହାକୁ ଶୁଣନ୍ତେ ସତ୍ୱର ମିଳଇ ବାଜପେୟ ଫଳ। ପାପୀଙ୍କ ପାପ କ୍ଷୟ ପାଇଁ ଏଥିରୁ ଶ୍ରେଷ୍ଠ ବ୍ରତ ନାହିଁ। କହୁଛି ସତ୍ୟ ସତ୍ୟ ଜାଣ ଧାତାର ନାହିଁ ନାଭିଆଣ। ଏଥିରୁ ପର ନରନାଥ
ମୋକ୍ଷ ହେବାକୁ ନାହିଁ ବ୍ରତ। ହେ ନୃପ କଥା ଏବେ କର, କହଇ ଯାହା ମୁଁ ବିଚାର। ହେ ମହାରାଜ ତୁମ୍ଭେ ଶୁଣ, ଶ୍ରବଣେ ଅଛି ମହାପୁଣ୍ୟ। ଯେ ଏହା ଶ୍ରବଣ କରନ୍ତି, ଅତି ଉତ୍ତମ ଗତି ପାନ୍ତି। ମୋଠାରୁ ଭକ୍ତି ପର ଯେହି, ବୈଷ୍ଣବ ବୋଲି ତାକୁ କହି। କାମିନୀ ଏକାଦଶୀ ଦିନ, ଯେ ପୂଜେ ପଞ୍ଚ ଯେ ବାମନ। ଯେ ତିନି ଦେବଙ୍କ ସହିତେ, ପୂଜିଲା ତିନି ଲୋକ ହିତେ। ଯେ କଲା ଏ ହରି ବାସର, ଯେ କଲା ପୂଜା ଚରାଚର। ଯୁଧିଷ୍ଠିର ଉବାଚ, ହେ କୃଷ୍ଣ ପୁରୁଷ ଉତ୍ତମ, ସଂଶୟ ହେଉଅଛି ମମ। କି ରୂପେ ଶୋଇଲେ ଦେବେଶ, କି ରୂପେ ବଲିକ ପ୍ରବେଶ। ସେ କାଳେ ଭୂମିଜନ ମାନେ, କି କରୁଥିଲେ ଅବାନେ। ହେ ମହାପ୍ରାଜ୍ଞ ମୋତେ କହ, ତୁଟୁମ ଏମନ୍ତ ସନ୍ଦେହ। ଶ୍ରୀକୃଷ୍ଣ ଉବାଚ, ଶୁଣ ରାଜନ ପୂର୍ବ କଥା, ଯା ଶୁଣି ତୁଟେ ଭବ ବ୍ୟଥା। ଯାହାକୁ ଶୁଣିଲେ ନିଶ୍ଚୟ, ହୁଅଇ ସର୍ବ ପାପ କ୍ଷୟ। ପୂର୍ବେ ତ୍ରେତୟା ଯୁଗେ ବଳି, ଦାନୀଙ୍କ ମଧ୍ୟେ ଥିଲା ବଳି। ମୋତେ ସେ ନିଜେ ପୂଜା କରି, ମଠାରେ ଥାଏ ଭକ୍ତି ଧରି। ମୁଁ ତାର ପରମ ଅୟନ, ଯଜ୍ଞରେ କରେ ମୋ ପୂଜନ। ଯଜ୍ଞ ବା ଅନ୍ୟ ଧର୍ମ ମାନ, ପରମ ଭକ୍ତରେ ନିୟମ। ପରମ ଶୁଭକୁ ବିଚାରି, ଦେବରାଜ୍ୟକୁ ସ୍ତୁତି କରି। ଚନ୍ଦ୍ର ହିଁ ମୋତେ ପୂଜା କରେ, ଗୁରୁ ଦେବତା ସହିତରେ। ପଞ୍ଚମ ଅବତାର ମୁହିଁ, ବାମନ ବିପ୍ର ରୂପ ହୋଇ। ମର୍ତ୍ତ୍ୟ ରାଜନ ମହାବଳୀ, ଧ୍ୟାନେ ଜାଣିଣ ମୁଁ ଜାଣିଲି। କେବଳ ସ୍ଥାନ ପାଦତ୍ରୟ, ମାଗିଲି ଦେଇ ମୁଁ ଅଭୟ। ଶୁକ୍ର ବଳି କି ନିରୋଧିଲା, କପଟ ବିଷ୍ଣୁ ଏ ବହିଲା। ସଂକଳ୍ପ ଶତ ବାକ୍ୟ ଘେନି, ସମର୍ପି ଦେଲା ସେ ଅବନୀ। ତତ୍କ୍ଷଣେ ଧଇଲି ମୁଁ ରୂପ, ଯେ ହେଲା ବ୍ରହ୍ମାଣ୍ଡ ସ୍ୱରୂପ। ଶୁଣ ମୋ ରୂପ ଅବସ୍ଥାନ, ଯା ଦେଖି ତ୍ରସ୍ତ ସର୍ବଜନ। ଭୂଲୋକ ପାଦ ନ୍ୟାସ କଲି, ଭୁବଲୋକରେ ଜାନୁ ଭରି। ସ୍ୱର୍ଲୋକେ କଲି କଟି ନ୍ୟାସ, ଉଦର ମହାଲୋକ ବାସ। ହୃଦୟେ ହେଲା ଜନଲୋକ, କଣ୍ଠକୁ ଜାଣ ତପଲୋକ। ସତ୍ୟଲୋକରେ ମୁଖ ମୋର, ତଦୁର୍ଦ୍ଧ୍ୱେ ମସ୍ତକ ମୋହର। ନକ୍ଷତ୍ର ସହ ଗ୍ରହ ଗଣେ, ଇନ୍ଦ୍ର ସହିତେ ଦେବଗଣେ। ଏମାନେ ସର୍ବସ୍ତୁତି କଲେ, ବେଦୋକ୍ତ ବିବିଧ ସୂତ୍ରରେ। କଳିକି କରେ ଧରି ମୁହିଁ, ପାଦେକ ପୂର୍ଣ୍ଣ କଲି ମହି। ଅନ୍ୟ ପାଦରେ ସ୍ୱର୍ଗ ବ୍ୟାପୀ, ତୃତୀୟ ବଳି ଶିରେ ଚାପି। ଦାନବ ମୋ ପାଦ ଭାରେଣ, ରସାତଳକୁ ଗଲା ଜାଣ। ଯୁଧିଷ୍ଠିର ଉବାଚ, ଶୁଣି ଏମନ୍ତ ଯୁଧିଷ୍ଠିର, ବୋଲନ୍ତି ପ୍ରଭୁ ଦାମୋଦର। ରସାତଳକୁ ଗତ ହୋଇ, କି କଲା ବଳି ତହିଁ ଥାଇ। କହିବା ପ୍ରଭୁ ନାରାୟଣ, ଯେଣୁ ଯେ ବିଷ୍ଣୁ ପରାୟଣ। ଶ୍ରୀକୃଷ୍ଣ ଉବାଚ, ବିନୟେ କଲା ବଳି ସ୍ତୁତି। ତେଣୁ ପ୍ରସନ୍ନ ଯଦୁପତି,
ଅଭୟେ ଦେଇ ତାହା ପୁରେ ରହିଲେ ଗଦାଧର ଘରେ। ଆଷାଢ଼ ଶୁକ୍ଳ ଏକାମିକା ତହିଁରେ ମୋର ମୂର୍ତ୍ତି ଏକା। ବଳିର ଆଶ୍ରୟ ହୋଇଛି ଅପରା ଶେଷ ପୃଷ୍ଠେ ଅଛି। କ୍ଷୀରସାଗର ମଧ୍ୟ ଦେଶ ତହିଁରେ ମଣ୍ଡପ ବିଶେଷ। ତହିଁରେ ଶେଷର ଉପର ଶୋଇଲେ ପ୍ରଭୁ ଚକ୍ରଧର। କାର୍ତ୍ତିକ ଶୁକ୍ଳ ଏକାଦଶୀ ଅବଧି କରିଦେବେ ଭାସି। ଯେ ଯାହା କାର୍ଯ୍ୟେ ଏବେ ଗଲେ ପ୍ରଭୁ ନିଦ୍ରାକୁ ଆଚରିଲେ। ଶୟନ ଉତ୍ଥାପନ ଯାଏ ଯେ ଚତୁର୍ମାସ୍ୟା ବ୍ରତ ହୁଏ। ପାଆନ୍ତି ସେ ପରମ ପଦ ସେ ସର୍ବ ସୁଖର ସମ୍ପଦ। ତେଣୁ ଏ ବ୍ରତକୁ ଯତ୍ନରେ କରିବେ ନରେ ସୁମନରେ। ଏଥିରୁ ଶ୍ରେଷ୍ଠତର ହୋଇ ପବିତ୍ର ପାପ ନାଶି ନାହିଁ। ଯହିଁରେ ଶୁଅନ୍ତି ମୁରାରି ଶ୍ରୀହସ୍ତେ ଶଙ୍ଖ ଚକ୍ରଧାରି। ତହିଁରେ ନାରାୟଣ ପୂଜା ଜାଣ ଯେ ଯୁଧିଷ୍ଠିର ରାଜା। ଭକ୍ତିରେ ଏକାମିକା ବ୍ରତ କରି ଯେ ହୁଅଇ ଜାଗ୍ରତ। ହୋଇଲେ ଚତୁର୍ମୁଖେ ଦେବେ ତା ପୁଣ୍ୟ କହି ନ ପାରିବେ। ଯେହୁ କାମିକା ଉପବାସେ ନିଏ ସେ ମୋର ଲୋକବାସେ। ସେ ବ୍ରତ ମାନଙ୍କ ଉତ୍ତମ ସମସ୍ତ ପାପ ନାଶ କ୍ଷମ। ଭକ୍ତି ମୁକ୍ତି କିଏ ହୁଅଇ ଏଣୁ କାମିକା ସମ ନାହିଁ। ସ୍ୱାମୀ ଶୟନ ଅନ୍ନଦାନ ପଲାଶ ପତ୍ରରେ ଭୋଜନ। ଏ ବ୍ରତ ନେଇ ଚତୁର୍ମାସ ମୋତେ କରଇ ପ୍ରୀତିବଶ। ଶ୍ରାବଣ ସକାଳ ଭୋଜନ ଦଧିକି ଭାଦ୍ରେ ବିସର୍ଜନ। ଆଶ୍ୱିନେ ଦୁଗ୍ଧ ତ୍ୟାଗ ହୋଇ କାର୍ତ୍ତିକେ ଦିବେଳ ନ ଖାଇ। ବ୍ରହ୍ମଚର୍ଯ୍ୟକୁ ବରି ନର ପାଏ ପରମ ରତି ସାର। କରି ସେ ଏକାଦଶୀ ବ୍ରତ ଲୋକେ ହୁଅନ୍ତି ପାପ ମୁକ୍ତ। ସର୍ବଥା କର୍ତ୍ତବ୍ୟ ଏ ଘେନି ଏ ଲାଭ ଥିବ ମନେ ଘେନି। ଶୟନ ବୋଧିନୀ ଏ ଦୁଇ ମଧ୍ୟ ସେ କୃଷ୍ଣ ବ୍ରତ ହୋଇ। ସେହି ସେ
ଗୃହସ୍ଥେ ଅନ୍ୟ ନ ଗଣିବ, କରି ଯେ ଏକାଦଶୀ ବ୍ରତ, ଶୁଣେ ଯେ ମାହାତ୍ମ୍ୟ ନିୟତ, ସେ ସର୍ବ ପାପ ମୁକ୍ତ ହୁଏ, ଅଶ୍ୱମେଧର ଫଳ ପାଏ। ଇତି ଶ୍ରୀ ସ୍କନ୍ଦ ପୁରାଣେ ଆଷାଢ଼ ଶୁକ୍ଲ ଦେବଶୟନ କାମିକା ନାମ ଏକାଦଶୀ ମାହାତ୍ମ୍ୟ ନାମ ଷୋଡ଼ଶ ଅଧ୍ୟାୟ। ଗୋବିନ୍ଦ ହରେ ଗୋପାଳ ହରେ ନଟନାଗର କାହ୍ନା ଶ୍ୟାମ ହରେ। ଏକାଦଶୀ ରାତିରେ ଶ୍ରୀହରିଙ୍କ ପାଖରେ ଜାଗରଣର ମାହାତ୍ମ୍ୟ। ସର୍ବଧର୍ମର ଜ୍ଞାତା, ବେଦ ଓ ଶାସ୍ତ୍ରର ଅର୍ଥଜ୍ଞାନରେ ପାରଙ୍ଗମ, ସମସ୍ତଙ୍କ ହୃଦୟରେ ରମଣ କରୁଥିବା ଶ୍ରୀ ବିଷ୍ଣୁଙ୍କ ତତ୍ତ୍ୱକୁ ଜାଣିଥିବା ତଥା ଭଗବତ୍ପରାୟଣ ପ୍ରହ୍ଲାଦ ସୁଖପୂର୍ବକ ବସିଥିବା ସମୟରେ ତାଙ୍କ ପାଖକୁ ସ୍ୱଧର୍ମ ପାଳନ କରୁଥିବା ମହର୍ଷିଗଣ କିଛି ପଚାରିବାକୁ ଆସିଲେ। ମହର୍ଷିଗଣ କହିଲେ, ପ୍ରହ୍ଲାଦ, ଆପଣ ଏପରି ଏକ ସାଧନ କୁହନ୍ତୁ ଯେଉଁଥିରେ ଜ୍ଞାନ, ଧ୍ୟାନ ଓ ଇନ୍ଦ୍ରିୟ ନିଗ୍ରହ ବିନା ମଧ୍ୟ ଅନାୟାସରେ ଭଗବାନ ବିଷ୍ଣୁଙ୍କ ପରମ ପଦ ପ୍ରାପ୍ତ ହୁଏ। ସେମାନେ ଏପରି ପଚାରିବାରୁ ସମ୍ପୂର୍ଣ୍ଣ ଜଗତର ହିତ ନିମନ୍ତେ ସବା ଉଦ୍ୟତ ରହୁଥିବା ବିଷ୍ଣୁଭକ୍ତ ମହାଭାଗ ପ୍ରହ୍ଲାଦ ସଂକ୍ଷେପରେ ଏହି ପ୍ରକାର କହିଲେ। ମହର୍ଷିଗଣ, ଯାହା 18 ଖଣ୍ଡ ପୁରାଣର ସାରାଂଶ ଠାରୁ ମଧ୍ୟ ସାରତତ୍ତ୍ୱ, ଯାହା କାର୍ତ୍ତିକ ପଚାରିବା ପରେ ଭଗବାନ ଶଙ୍କର ତାଙ୍କୁ କହିଥିଲେ, ତାହା ବର୍ଣ୍ଣନା କରୁଛି, ଶୁଣନ୍ତୁ। ମହାଦେବ କାର୍ତ୍ତିକଙ୍କୁ କହିଲେ, ଯିଏ କଳିଯୁଗରେ ଏକାଦଶୀ ରାତିରେ ଉଜାଗର ରହି ବୈଷ୍ଣବ ଶାସ୍ତ୍ର ପାଠ କରେ, ତାହାର କୋଟି କୋଟି ଜନ୍ମର ସଞ୍ଚିତ 4 ପ୍ରକାର ପାପ ନଷ୍ଟ ହୋଇଯାଏ। ଯିଏ ଏକାଦଶୀ ଦିନ ବୈଷ୍ଣବ ଶାସ୍ତ୍ରର ଉପଦେଶ ପାଳନ କରେ, ସେ ମୋର ଭକ୍ତ। ଯାହାକୁ ଏକାଦଶୀ ଜାଗରଣରେ ନିଦ୍ରା ଆସେ ନାହିଁ ତଥା ଯିଏ ଉତ୍ସାହପୂର୍ବକ ନାଚେ ଓ ଗାଏ, ସେ ମୋର ବିଶେଷ ଭକ୍ତ। ମୁଁ ତାକୁ ଉତ୍ତମ ଜ୍ଞାନ ଦିଏ ଓ ଭଗବାନ ବିଷ୍ଣୁ ତାଙ୍କୁ ମୋକ୍ଷ ପ୍ରଦାନ କରନ୍ତି। ଏଣୁ ମୋର ଭକ୍ତଗଣ ବିଶେଷ ଭାବରେ ଜାଗରଣ କରିବା ଉଚିତ। ଯେଉଁମାନେ ଭଗବାନ ବିଷ୍ଣୁଙ୍କ ପ୍ରତି ବୈର ଭାବ ରଖନ୍ତି, ସେମାନେ ମହାପାପୀ। ଯେଉଁମାନେ ଏକାଦଶୀ ଜାଗରଣ କରନ୍ତି ଓ ଗାଆନ୍ତି, ତାଙ୍କୁ ଅଧା ନିମିଷରେ ଅଗ୍ନିଷ୍ଟୋମ ତଥା ଅତିରାତ୍ର ଯଜ୍ଞ କରିବା ସମାନ ଫଳ ପ୍ରାପ୍ତ ହୁଏ। ଯେଉଁମାନେ ରାତ୍ରି ଜାଗରଣ ପୂର୍ବକ ବାରମ୍ବାର ଭଗବାନ ବିଷ୍ଣୁଙ୍କ ମୁଖାରବିନ୍ଦ ଦର୍ଶନ କରନ୍ତି, ତାଙ୍କୁ ମଧ୍ୟ ଏହି ଫଳ ପ୍ରାପ୍ତ ହୁଏ। ଯେଉଁ ମନୁଷ୍ୟ ଦ୍ୱାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କ ଆଗରେ ଜାଗରଣ କରନ୍ତି, ସେମାନେ ଯମରାଜାଙ୍କ ପାଶରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ଦ୍ୱାଦଶୀ ଜାଗରଣ କରିବା ସମୟରେ ଗୀତାଶାସ୍ତ୍ର ଦ୍ୱାରା ମନୋରଞ୍ଜନ କରନ୍ତି, ସେମାନେ ମଧ୍ୟ ଯମରାଜଙ୍କ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ଯେଉଁମାନେ ମରିଗଲେ ମଧ୍ୟ ଦ୍ୱାଦଶୀ ଜାଗରଣ ଛାଡ଼ନ୍ତି ନାହିଁ, ସେମାନେ ଧନ୍ୟ ଓ ପୁଣ୍ୟାତ୍ମା ଅଟନ୍ତି। ଯେଉଁମାନଙ୍କ ପରିବାରର ସଦସ୍ୟମାନେ ଏକାଦଶୀ ରାତ୍ରିରେ ଜାଗରଣ କରନ୍ତି, ସେମାନେ ମଧ୍ୟ ଧନ୍ୟ। ଯେଉଁମାନେ ଏକାଦଶୀରେ ଜାଗରଣ କରନ୍ତି, ସେମାନେ ଯଜ୍ଞ, ଦାନ, ଗୟାଶ୍ରାଦ୍ଧ ତଥା ନିତ୍ୟ ପ୍ରୟାଗ ସ୍ନାନର ପୁଣ୍ୟ ଲାଭ କରନ୍ତି। ସେମାନଙ୍କୁ ସନ୍ନ୍ୟାସୀର ପୁଣ୍ୟଫଳ ମଧ୍ୟ ଲାଭ ହୁଏ। ତାଙ୍କ ଦ୍ୱାରା ଇଷ୍ଟାପୂର୍ତ କର୍ମସମୂହ ମଧ୍ୟ ଉତ୍ତମ ରୂପେ ପାଳନ ହୋଇଯାଏ। ଷଡ଼ାନନ ଭଗବାନ ବିଷ୍ଣୁଙ୍କ ଭକ୍ତ ଜାଗରଣ ସହିତ ଏକାଦଶୀ ବ୍ରତ କରନ୍ତି। ଏଥିପାଇଁ ସେମାନେ ସର୍ବଦା ମୋର ବିଶେଷ ପ୍ରିୟ। ଯିଏ ବର୍ଦ୍ଧିନୀ ଏକାଦଶୀ ରାତ୍ରିରେ ଜାଗରଣ କରେ, ସେ ପୁନଃ ପ୍ରାପ୍ତ ହେବାକୁ ଥିବା ଶରୀରକୁ ସ୍ୱୟଂ ଭସ୍ମ କରିଦିଏ। ଯିଏ ତ୍ରିସ୍ପୃଶା ଏକାଦଶୀ ରାତ୍ରିରେ ଜାଗରଣ କରେ, ସେ ଭଗବାନ ବିଷ୍ଣୁଙ୍କ ସ୍ୱରୂପରେ ଲୀନ ହୋଇଯାଏ। ଯିଏ ହରିବୋଧନୀ ଏକାଦଶୀ ରାତ୍ରିରେ ଜାଗରଣ କରେ, ତାହାର ସ୍ଥୂଳ ସୂକ୍ଷ୍ମ ସମସ୍ତ ପାପ ନଷ୍ଟ ହୋଇଯାଏ। ଯିଏ ଦ୍ୱାଦଶୀ ରାତ୍ରିରେ ଜାଗରଣ ତଥା ତାଳ ସ୍ୱର ସହିତ ସଙ୍ଗୀତର ଆୟୋଜନ କରେ, ତାକୁ ମହାନ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଯିଏ ଏକାଦଶୀ ଦିନ ଋଷିମାନଙ୍କ ଦ୍ୱାରା ରଚିତ ଦିବ୍ୟ ସ୍ତୋତ୍ର, ଋଗ୍ବେଦ, ଯଜୁର୍ବେଦ ତଥା ସାମବେଦର ବୈଷ୍ଣବ ମନ୍ତ୍ର
ସ୍ତୋତ୍ର ଗାୟନ କରେ ସେ ମଧ୍ୟ ପରମାନନ୍ଦ ପ୍ରାପ୍ତ କରନ୍ତି। ଯିଏ ଏକାଦଶୀ ରାତିରେ ଭଗବାନ ବିଷ୍ଣୁଙ୍କ ଆଗରେ ବୈଷ୍ଣବ ଭକ୍ତମାନଙ୍କ ନିକଟରେ ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ କରନ୍ତି ସେ ସେହି ପରମଧାମକୁ ଯାତ୍ରା କରନ୍ତି ଯେଉଁଠି ସାକ୍ଷାତ ଭଗବାନ ନାରାୟଣ ବିରାଜମାନ ଅଛନ୍ତି। ପୁଣ୍ୟମୟ ଭାଗବତ ତଥା ସ୍କନ୍ଦ ପୁରାଣ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। ମଥୁରା ଏବଂ ବ୍ରଜରେ ଭଗବାନ ବିଷ୍ଣୁଙ୍କ ବାଳ ଚରିତ୍ରର ଯେଉଁ ବର୍ଣ୍ଣନା କରାଯାଇଛି ତାକୁ ଯିଏ ଏକାଦଶୀ ରାତ୍ରିରେ ଭଗବାନ କେଶବଙ୍କ ପୂଜା ସାରି ପାଠ କରେ ତାହାର କେତେ ପୁଣ୍ୟ ଲାଭ ହୁଏ ଏହା ମୁଁ ମଧ୍ୟ ଜାଣେ ନାହିଁ। ହୁଏତ ଭଗବାନ ବିଷ୍ଣୁ ଜାଣିଥାଇ ପାରନ୍ତି। ପୁତ୍ର ଭଗବାନଙ୍କ ନିକଟରେ ଗୀତ ନୃତ୍ୟ ତଥା ସ୍ତୋତ୍ର ପାଠ ଆଦିରୁ ଯେଉଁ ଫଳ ଲାଭ ହୁଏ ତାହା କଳିଯୁଗରେ ଶ୍ରୀହରିଙ୍କ ନିକଟରେ ଜାଗରଣ କରିବା ସମୟରେ ବିଷ୍ଣୁ ସହସ୍ର ନାମ ଗୀତା ତଥା ଶ୍ରୀମଦ୍ ଭାଗବତ ପାଠ କଲେ ସହସ୍ର ଗୁଣ ହୋଇ ମିଳିଥାଏ। ଯିଏ ଶ୍ରୀହରିଙ୍କ ପାଖରେ ଜାଗରଣ କରିବା ସମୟରେ ରାତିରେ ଦୀପ ଜଳାଏ ତାର ପୁଣ୍ୟ 100 କଳ୍ପରେ ମଧ୍ୟ ନଷ୍ଟ ହୁଏ ନାହିଁ। ଯିଏ ଜାଗରଣ କାଳରେ ମଞ୍ଜରୀ ସହିତ ତୁଳସୀ ଦଳରେ ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜା କରେ ତାର ପୁଣି ଏହି ସଂସାରରେ ଜନ୍ମ ହୁଏ ନାହିଁ। ସ୍ନାନ ଚନ୍ଦନ ଲେପ ଧୂପ ଦୀପ ନୈବେଦ୍ୟ ଓ ତାମ୍ବୁଳ ଏସବୁ ଜାଗରଣ କାଳରେ ଭଗବାନଙ୍କୁ ସମର୍ପିତ କରାଗଲେ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ। କାର୍ତ୍ତିକେୟ ଯେଉଁ ଭକ୍ତ ମୋର ଧ୍ୟାନ କରିବାକୁ ଚାହେଁ ସେ ଏକାଦଶୀ ରାତ୍ରିରେ ଶ୍ରୀହରିଙ୍କ ପାଖରେ ଭକ୍ତିପୂର୍ବକ ଉଜାଗର ରହିବା ବିଧେୟ। ଏକାଦଶୀ ଦିନ ଯେଉଁ ଲୋକ ଜାଗରଣ କରନ୍ତି ତାଙ୍କ ଶରୀରରେ ଇନ୍ଦ୍ର ଆଦି ଦେବତା ବାସ କରନ୍ତି। ଯିଏ ଜାଗରଣ କାଳରେ ମହାଭାରତ ପାଠ କରେ ସେ ସେହି ପରମଧାମକୁ ଯାଏ ଯେଉଁଠାକୁ ସନ୍ନ୍ୟାସୀ ମହାତ୍ମାମାନେ ଯାଇଥାନ୍ତି। ଯିଏ ସେହି ସମୟରେ ଶ୍ରୀରାମଚନ୍ଦ୍ରଙ୍କର ଚରିତ୍ର ଦଶକଣ୍ଠ ବଧ ପାଠ କରନ୍ତି ସେମାନେ ଯୋଗବେତାଙ୍କ ଗତି ପ୍ରାପ୍ତ ହୁଅନ୍ତି। ଯେଉଁମାନେ ଶ୍ରୀହରିଙ୍କ ପାଖରେ ଜାଗରଣ କରନ୍ତି ସେମାନେ 4 ବେଦର ସ୍ୱାଧ୍ୟାୟ ଦେବତାଙ୍କ ପୂଜା ଯଜ୍ଞାନୁଷ୍ଠାନ ତଥା ସମସ୍ତ ତୀର୍ଥର ସ୍ନାନ କରିଥାନ୍ତି। ଶ୍ରୀକୃଷ୍ଣଙ୍କ ଠାରୁ ବଡ଼ କୌଣସି ଦେବତା ନାହାନ୍ତି କି ଏକାଦଶୀ ବ୍ରତ ସଦୃଶ ଅନ୍ୟ କୌଣସି ବ୍ରତ ନାହିଁ। ଯେଉଁଠି ଭାଗବତ ଶାସ୍ତ୍ର ଅଛି ଯେଉଁଠି ଭଗବାନ ବିଷ୍ଣୁଙ୍କ ନିମନ୍ତେ ଜାଗରଣ କରାଯାଏ ଓ ଯେଉଁଠି ଶାଳଗ୍ରାମ ଶିଳା ଅବସ୍ଥିତ ସେଠାରେ ସାକ୍ଷାତ ଭଗବାନ ବିଷ୍ଣୁ ଉପସ୍ଥିତ ଥାନ୍ତି। ଏକାଦଶୀ ବ୍ରତ ବିଧି। ଦଶମୀ ରାତ୍ରିରେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ ତଥା ଭୋଗ ବିଳାସରୁ ମଧ୍ୟ ଦୂରେଇ ରୁହନ୍ତୁ। ଏକାଦଶୀ ଦିନ ପ୍ରାତଃ କାଳରେ ଦାନ୍ତକାଠି ଅଥବା ପେଷ୍ଟର ଉପଯୋଗ କରନ୍ତୁ ନାହିଁ। ଲେମ୍ବୁ ଜାମୁ ଅଥବା ଆମ୍ବପତ୍ର ଚୋବାଇ ଆଙ୍ଗୁଳିରେ କଣ୍ଠକୁ ଶୁଦ୍ଧ କରିନିଅନ୍ତୁ। ଗଛରୁ ପତ୍ର ଛିଡ଼ାଇବା ମଧ୍ୟ ବର୍ଜିତ। ଏଣୁ ଆପେ ଝଡ଼ି ପଡ଼ିଥିବା ପତ୍ର ସେବନ କରନ୍ତୁ। ଯଦି ଏହା ସମ୍ଭବ ନ ହୁଏ ତେବେ କେବଳ ପାଣିରେ 12 ଥର କୁଳି କରି ପକାନ୍ତୁ। ପୁଣି ସ୍ନାନାଦି ନିତ୍ୟକର୍ମ ସାରି ମନ୍ଦିରକୁ ଯାଇ ଗୀତା ପାଠ କରନ୍ତୁ ଅଥବା ପୁରୋହିତଙ୍କ ଆଦିଙ୍କ ଠାରୁ ଶ୍ରବଣ କରନ୍ତୁ। ପ୍ରଭୁଙ୍କ ସମ୍ମୁଖରେ ଏଭଳି ପ୍ରତିଜ୍ଞା କରିବା ଉଚିତ ଯେ ଆଜି ମୁଁ ଚୋର ପାଖଣ୍ଡୀ ଦୁରାଚାରୀ ମନୁଷ୍ୟଙ୍କ ସଙ୍ଗରେ କଥାବାର୍ତ୍ତା ହେବି ନାହିଁ କି କାହାରିକୁ ଦୁଃଖ ଦେବି ନାହିଁ। ଗୋ ବ୍ରାହ୍ମଣ ଆଦିଙ୍କୁ ଫଳାହାର ଓ ଅନ୍ନାଦି ଦେଇ ପ୍ରସନ୍ନ କରିବି। ରାତିରେ ଜାଗରଣ କରି କୀର୍ତ୍ତନ କରିବି। ଓଂ ନମୋ ଭଗବତେ ବାସୁଦେବାୟ ଏହି 12 ଅକ୍ଷର ବିଶିଷ୍ଟ ମନ୍ତ୍ର ଅଥବା ଗୁରୁମନ୍ତ୍ର ଜପ କରିବି। ରାମ କୃଷ୍ଣ ନାରାୟଣ ଇତ୍ୟାଦି ବିଷ୍ଣୁ ସହସ୍ରନାମକୁ କଣ୍ଠର ଭୂଷଣ କରିବି। ଏପରି ପ୍ରତିଜ୍ଞା କରି ଶ୍ରୀ ବିଷ୍ଣୁ ଭଗବାନଙ୍କୁ ସ୍ମରଣପୂର୍ବକ ପ୍ରାର୍ଥନା କରନ୍ତୁ ଯେ ହେ ତ୍ରିଲୋକପତି ମୋ ମାନ ମହତ ଆପଣଙ୍କ ହାତରେ। ଏଣୁ ମୋତେ ଏହି ପ୍ରତିଜ୍ଞା ପୂରା କରିବାକୁ ଶକ୍ତି ପ୍ରଦାନ କରନ୍ତୁ। ମୌନ ଜପ ଶାସ୍ତ୍ର ପଠନ କୀର୍ତ୍ତନ ରାତ୍ରି ଜାଗରଣ ଏକାଦଶୀ ବ୍ରତରେ ବିଶେଷ ଲାଭଦାୟକ ହୋଇଥାଏ। ଏକାଦଶୀ ଦିନ ଅଶୁଦ୍ଧ ଦ୍ରବ୍ୟରେ ତିଆରି ହୋଇଥିବା ପେୟ ପଦାର୍ଥ ପାନ କରନ୍ତୁ ନାହିଁ। ଥଣ୍ଡା ପେୟ ଏସିଡ୍ ଆଦି ମିଶ୍ରିତ ଡବାବନ୍ଦ ଫଳରସକୁ ମଧ୍ୟ ପିଅନ୍ତୁ ନାହିଁ। 2 ଥର ଭୋଜନ କରନ୍ତୁ ନାହିଁ। ଆଇସ୍କ୍ରିମ୍ ଆଦି ଜିନିଷ ଖାଆନ୍ତୁ ନାହିଁ। ଫଳ କିମ୍ବା ଘରେ ତିଆରି ଫଳରସ ଅଥବା ଅଳ୍ପ କ୍ଷୀର କିମ୍ବା ଜଳ ପିଇ ରହିବା ବିଶେଷ ଲାଭଦାୟକ। ବ୍ରତର ଏହି 3 ଦିନର କଂସା ବାସନ ମାଂସ ପିଆଜ ରସୁଣ ମସୁର ଡାଲି ଚଣା ଖୁଦ ଶାଗ ମହୁ ତେଲ ଓ ଅଧିକ ଜଳ ସେବନ କରନ୍ତୁ ନାହିଁ। ବ୍ରତର ପୂର୍ବ ଅର୍ଥାତ୍ ଦଶମୀ ଓ ପରଦିନ ଅର୍ଥାତ୍ ଦ୍ୱାଦଶୀରେ
ହବିଷାନ୍ନ, ମିଠା ଜିନିଷ ଓ ଗୋଘୃତ ଥରେ ମାତ୍ର ଭୋଜନ କରନ୍ତୁ। ଫଳାହାରୀ କୋବି, ଗାଜର, ଶାଲଗମ, ପାଳଙ୍ଗ, କୁଲ୍ଫା ଶାଗ ଇତ୍ୟାଦି ସେବନ କରିବା ଅନୁଚିତ। ଆମ୍ବ, ଅଙ୍ଗୁର, କଦଳୀ, ବାଦାମ, ପିସ୍ତା ଇତ୍ୟାଦି ଅମୃତ ଫଳ ସେବନ କରିବା ଉଚିତ। ଜୁଆ, ନିଦ୍ରା, ପାନ, ପରନିନ୍ଦା, ଚୁଗୁଲି, ଚୋରି, ହିଂସା, ମୈଥୁନ, କ୍ରୋଧ ତଥା ମିଥ୍ୟା କପଟାଦି ଅନ୍ୟ କୁକର୍ମରୁ ନିତାନ୍ତ ଦୂରେଇ ରହିବା ଉଚିତ। ବଳଦ ପିଠିରେ ବସନ୍ତୁ ନାହିଁ। ଭୁଲବଶତଃ କୌଣସି ନିନ୍ଦୁକ ସଙ୍ଗରେ କଥା ହୋଇଗଲେ ଏହି ଦୋଷକୁ ଦୂର କରିବା ପାଇଁ ଭଗବାନ ସୂର୍ଯ୍ୟଙ୍କ ଦର୍ଶନ ତଥା ଧୂପଦୀପରେ ଶ୍ରୀହରିଙ୍କ ପୂଜା କରି କ୍ଷମା ମାଗିନେବା ଉଚିତ। ଏକାଦଶୀ ଦିନ ଘରେ ଝାଡ଼ୁ କରନ୍ତୁ ନାହିଁ। ଏଥିରେ ପିମ୍ପୁଡ଼ି ଆଦି ସୂକ୍ଷ୍ମ ଜୀବର ମୃତ୍ୟୁ ଭୟ ରହେ। ଏହି ଦିନ ବାଳ କାଟନ୍ତୁ ନାହିଁ। ମଧୁର ବଚନ କୁହନ୍ତୁ, କମ୍ କୁହନ୍ତୁ। ଅଧିକ କହିବା ଦ୍ୱାରା ନ କହିବା ଭଳି ବଚନ ମଧ୍ୟ ପାଟିରୁ ବାହାରିଯାଏ। ସତ୍ୟ ଭାଷଣ କରିବା ଉଚିତ। ଏହି ଦିନ ଯଥାଶକ୍ତି ଅନ୍ନଦାନ କରନ୍ତୁ, କିନ୍ତୁ ନିଜେ ଅନ୍ୟ କାହା ଦ୍ୱାରା ଦିଆ ହୋଇଥିବା ଅନ୍ନ କଦାପି ଗ୍ରହଣ କରନ୍ତୁ ନାହିଁ। ପ୍ରତ୍ୟେକ ବସ୍ତୁ ପ୍ରଭୁଙ୍କୁ ଭୋଗ ଲଗେଇ ତଥା ତହିଁରେ ତୁଳସୀ ଦଳ ପକାଇ ଗ୍ରହଣ କରିବା ଉଚିତ। ଏକାଦଶୀ ଦିନ କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ ଏହି ଦିନ ବ୍ରତ କରି ଏହାର ଫଳ ସଂକଳ୍ପ କରି ମୃତକକୁ ଦେବା ଉଚିତ ଓ ଗଙ୍ଗାରେ ପୁଷ୍ପ ପ୍ରବାହିତ କରିବା ପରେ ମଧ୍ୟ ଏକାଦଶୀ ବ୍ରତ ପାଳନ କରି ବ୍ରତ ଫଳ ପ୍ରାଣୀଙ୍କ ନିମିତ୍ତ ଦାନ କରିବା ଉଚିତ। ପ୍ରାଣୀ ମାତ୍ରେ ଅନ୍ତର୍ଯ୍ୟାମୀଙ୍କ ଅବତାର ଭାବି କାହାରି ସହିତ ଛଳକପଟ କରିବା ଅନୁଚିତ। ନିଜର ଅପମାନ କରୁଥିବା ଅଥବା କଟୁ ବଚନ କହୁଥିବା ଲୋକ ଉପରେ ଭୁଲରେ ମଧ୍ୟ କ୍ରୋଧ କରିବା ଅନୁଚିତ। ସନ୍ତୋଷର ଫଳ ସବୁବେଳେ ମଧୁର। ମନରେ ସର୍ବଦା ଦୟା ରଖିବା ଉଚିତ। ଏହି ବିଧିରେ ବ୍ରତ କରୁଥିବା ମନୁଷ୍ୟକୁ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଦ୍ୱାଦଶୀ ଦିନ ବ୍ରାହ୍ମଣକୁ ମିଷ୍ଟାନ୍ନ ଦକ୍ଷିଣାଦି ଦ୍ୱାରା ପ୍ରସନ୍ନ କରି ସେମାନଙ୍କୁ ପରିକ୍ରମା କରିନେବା ଉଚିତ। ବ୍ରତ ସମାପ୍ତ କରିବାର ବିଧି। ଦ୍ୱାଦଶୀ ଦିନ ସେବା ପୂଜା ଜାଗାରେ ବସି 7ଟି ଭଜା ଚଣାକୁ 14 ଖଣ୍ଡ କରି ନିଜର ମୁଣ୍ଡ ପଛପଟକୁ ଫିଙ୍ଗିବା ଉଚିତ। ମୋର 7 ଜନ୍ମର ଶାରୀରିକ, ବାଚିକ ଓ ମାନସିକ ପାପ ନଷ୍ଟ ହୋଇଗଲା, ଏହା ଭାବନା କରି 7 ଆଞ୍ଜୁଳା ଜଳ ପିଇ 7ଟି ଚଣା ଦାନା ଖାଇ ବ୍ରତ ସମାପ୍ତ କରିବା ଉଚିତ। ଜୟ ଜଗନ୍ନାଥ।